घरानी स्वरूपा अटे मना मुपाट रानी राजाका घरानी स्वरूपा अटे मना दिन सेवा अटै मोर पूजै मङ्गलामा पूजै मङ्गलामा मुपाट रानी राजाका घरानी स्वरूपा अटे मना मुपाट रानी राजाका घरानी स्वरूपा अटे मना दिन सेवा अटै मोर पूजै मङ्गलामा पूजै मङ्गलामा कुशले रखिछु प्रजा कुमारा आसुची तोरा चरणे भद्र होई रहु पोषक सिंदूरा विनती तोरा चरणे कुशले रखिछु प्रजा कुमारा आसुची तोरा चरणे भद्र होई रहु पोषक सिंदूरा विनती तोरा चरणे घर घर सुख ओजाड़ी देबु घरुआर भावना घरुआर भावना मुपाट रानी राजाका घरानी स्वरूपा अटे बना मुपाट रानी राजाका घरानी स्वरूपा अटे बना दिन सेवा अटै मोर पूजै मङ्गलामा पूजै मङ्गलामा पूजै मङ्गलामा पूजै मङ्गलामा हे मा करुणामयी मा मङ्गला ମୁଁ ଉଦୟନଗର ପାଟରାଣୀ ସ୍ୱରୂପା ଆପଣଙ୍କ ପାଦତଳେ କୋଟି କୋଟି ଦଣ୍ଡବତ ଜଣାଉଛି ମା ମୋ ପରିବାର ଆଉ ପ୍ରଜାବାସୀଙ୍କୁ ସଦା ସର୍ବଦା କୁଶଳରେ ରଖିଥିବୁ ମା କୁଶଳରେ ରଖିଥିବୁ ଆଉ ମୋ ଶଙ୍ଖା ସିନ୍ଦୁରଟା ସଦା ସର୍ବଦା ବଜ୍ର ହୋଇ ରହିଥାଉ ମା ଏତିକି ମୋର ଆପଣଙ୍କ ପାଦତଳେ ଗୁହାରି ହଁ ମା ମୋର ଗୁହାରି ସାନରାଣୀ ସ୍ୱରୂପା ହ୍ୟାଲୋ ଏ ସାନରାଣୀ ସ୍ୱରୂପା ସାନରାଣୀ ସ୍ୱରୂପା ସ୍ୱାମୀ ସ୍ୱରୂପା ହେଣା ମୋର ଭକ୍ତିଭରା ଭୂମିଷ୍ଠ ପ୍ରଣାମ ସ୍ୱାମୀ ଭଗବାନ ତମ ମନବାଞ୍ଛା ପୂରଣ କରନ୍ତୁ ଲୋ ପୂରଣ କରନ୍ତୁ ସାନରାଣୀ ସ୍ୱରୂପା ସ୍ୱାମୀ ମାଙ୍କ ଆଗରେ କି ଗୁହାରି କରି କି ମାଗୁଣି ମାଗୁଅଛ ଲୋ ସ୍ୱାମୀ ସ୍ୱରୂପା ମା ମଙ୍ଗଳାଙ୍କ ଆଗରେ ମୋ ପରିବାର ଆଉ ପ୍ରଜାବାସୀ କୁଶଳରେ ରହୁ ଆଉ ମୋ ଶଙ୍ଖା ସିନ୍ଦୁରଟା ସଦା ସର୍ବଦା ବଜ୍ର ହୋଇ ରହିଥାଉ ବୋଲି ମା ମଙ୍ଗଳାଙ୍କ ଆଗରେ ଗୁହାରି କରୁଥିଲି ପ୍ରାଣେଶ୍ୱର ଧନ୍ୟ ଧନ୍ୟ ସାନରାଣୀ ସ୍ୱରୂପା ତମେ ଧନ୍ୟ ଯେତେବେଳେ ଏଇ ଆମ ଜନପ୍ରଜା ପାଇଁ ମଙ୍ଗଳ କାମନା କରିଛ ସେଇଥିପାଇଁ ଅଶେଷ ଅଶେଷ ଧନ୍ୟ ଧନ୍ୟ ତମ ଚିନ୍ତାଧାରା ସ୍ୱରୂପା ଧନ୍ୟ ଧନ୍ୟ ତମେ ମହାରାଣୀ ଧନ୍ୟ ହେଲି ତମ ବାକ୍ୟ ଶୁଣି ଧନ୍ୟ ଧନ୍ୟ ତମେ ମହାରାଣୀ ଧନ୍ୟ ହେଲି ତମ ବାକ୍ୟ ଶୁଣି ତମ ଭଗତିରେ ତମରି ସେବାରେ ହେବେଟି ପ୍ରସନ୍ନ ତମରି ଶ୍ରଦ୍ଧାରେ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ ସନ୍ତୁଷ୍ଟ ହେବେ ଜନନୀ ଧନ୍ୟ ଧନ୍ୟ ତମେ ମହାରାଣୀ ଧନ୍ୟ ହେଲି ତମ ବାକ୍ୟ ଶୁଣି
ପତିବ୍ରତା ପ୍ରିୟା ପାଟରାଣୀ ତମେ ତମକୁ ପାଇ ମୋ ଧନ୍ୟ କେତେ ଭାଗ୍ୟ ବଳେ ପାଇଛି ତମକୁ କରିଥିଲି କେଉଁ ପୁଣ୍ୟ ପତିବ୍ରତା ପ୍ରିୟା ପାଟରାଣୀ ତମେ ତମକୁ ପାଇ ମୋ ଧନ୍ୟ କେତେ ଭାଗ୍ୟ ବଳେ ପାଇଛି ତମକୁ କରିଥିଲି କେଉଁ ପୁଣ୍ୟ ରୂପରେ ଖେଦବ ସରି କିଏ ହବ ରୂପରେ ଖେଦବ ସରି କିଏ ହବ ମଧୁର ଦେବେନ୍ଦ୍ର ବାଣୀ ମହାରାଣୀ ମଧୁର ଦେବେନ୍ଦ୍ର ବାଣୀ ମହାରାଣୀ ମଧୁର ଦେବେନ୍ଦ୍ର ବାଣୀ ଧନ୍ୟ ଧନ୍ୟ ତମେ ମହାରାଣୀ ଧନ୍ୟ ହେଲି ତମ ବାକ୍ୟ ଶୁଣି ତମ ଭକତିରେ ତମରି ସେବାରେ ହେବେଟି ପ୍ରସନ୍ନ ତମରି ଶ୍ରଦ୍ଧାରେ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ ସନ୍ତୁଷ୍ଟ ହେବେ ଜନନୀ ମହାରାଣୀ ସନ୍ତୁଷ୍ଟ ହେବେ ଜନନୀ ସାନରାଣୀ ସ୍ୱରୂପା ଦେଖିବ ତବ ପୂଜା ଅର୍ଚ୍ଚନାରେ ମା ମଙ୍ଗଳା ନିଶ୍ଚୟ ସନ୍ତୁଷ୍ଟ ହେବେ ଲୋ ଏଇ ଆମ ଜନ ପ୍ରଜାବାସୀଙ୍କୁ ନିଶ୍ଚୟ କୁଶଳରେ ରଖିଥିବେ ସ୍ୱାମୀ ସ୍ୱରୂପା ଆପଣ ସତ କହୁଛନ୍ତି ପ୍ରାଣେଶ୍ୱର ହଁ ପ୍ରାଣପ୍ରିୟ ହେଲେ ସ୍ୱାମୀ ମୁଁ ଆପଣଙ୍କ ଭଳି ସ୍ୱାମୀଟେ ପାଇଁ ଆଜି ମୋ ଜୀବନକୁ ଧନ୍ୟ ମନେ କରୁଅଛି ପ୍ରାଣେଶ୍ୱର ସତେ କିଲ ହଁ ସ୍ୱାମୀ ମୁଁ ମଧ୍ୟ ତମ ଭଳି ସ୍ତ୍ରୀଟେ ପାଇଁ ନିଜକୁ ନିଜେ ଗର୍ବ ଅନୁଭବ କରୁଛି ସ୍ୱାମୀ ହଁ ପ୍ରାଣପ୍ରିୟ ହେଲେ ବେଲଟା ଉଛୁର ହେବାକୁ ଲାଗିଲାଣି ସତେକି ପ୍ରାଣେଶ୍ୱର ଆସ ପ୍ରାଣପ୍ରିୟ ଚାଲିଯିବା ସେ ବିଶ୍ରାମ ଆଳୟକୁ ତାହେଲେ ଠିକ ଅଛି ସ୍ୱାମୀ ତାହେଲେ ଚାଲନ୍ତୁ ଯିବା ହଁ ସୁରେଖା ମହାରାଜାଙ୍କର ଜୟ ହେଉ ରାଣୀ ମାଙ୍କର ଜୟ ହେଉ ମହାମନ୍ତ୍ରୀ ଚୂଡ଼ାମଣି ତମେ ପୁଣି ଏଇ ସମୟରେ ହଁ ରାଜେଶ୍ୱର ମୁଁ ଆପଣଙ୍କ ପାଖକୁ ଏକ ସମ୍ବାଦ ନେଇକି ଆସିଛି ସତେକି କୋଉ ସମ୍ବାଦଟା ନେଇକି ଆସିଅଛ ଅବିଳମ୍ବେ କରନ୍ତୁ ପ୍ରକାଶ ଚୂଡ଼ାମଣି ଅବିଳମ୍ବେ କରନ୍ତୁ ପ୍ରକାଶ ଆପଣଙ୍କ ରାଜ୍ୟ ମହଲର ସିଂହ ଦ୍ୱାର ଠାରେ ଏକ ବୃଦ୍ଧ ମଶା ଜଣେ ଛିଡ଼ା ହେଇଛନ୍ତି ଓ ଆମ ରାଜ୍ୟ ମହଲର ସିଂହ ଦ୍ୱାର ଠାରେ ଜଣେ ବୃଦ୍ଧ ମଉସାଟିଏ ଛିଡ଼ା ହେଇକି ଅଛନ୍ତି ହଁ ରାଜେଶ୍ୱର ମୁଁ ପଚାରିବାରୁ କହିଲେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଛନ୍ତି ମୋ ସହିତ ସାକ୍ଷାତ କରିବେ ହଁ ରାଜେଶ୍ୱର ତାହେଲେ ବିଳମ୍ବ କାହିଁକି ଚୂଡ଼ାମଣି ଅବିଳମ୍ବେ ପାଛୋଡ଼ି ନେଇ ଆସ ମୋହରି ନିକଟେ ତାହେଲେ ଠିକ ଅଛି ରାଜେଶ୍ୱର ନିଶ୍ଚୟ ମହାମନ୍ତ୍ରୀ ମହାରାଜାଙ୍କର ଜୟ ହେଉ ରାଣୀ ମାଙ୍କର ଜୟ ହେଉ ମଉସା ଏଇ ଉଦୟନଗର ନରେଶ ରାଜା ବିଜୟ ସେନ ଆପଣଙ୍କ କି ସେବା କରିପାରିବ ମଉସା କୁହନ୍ତୁ ମଉସା କୁହନ୍ତୁ ମହାରାଜ ମଉସା ମୁଁ ଶୁଣିଛି ଆପଣ ଜଣେ ନ୍ୟାୟବନ୍ତ ରାଜା ମଉସା ଧର୍ମବନ୍ତ ରାଜା ବୋଲି ମଉସା এই রাজ্যের সমস্ত জনপ্রজা কহନ୍ତି ଆପଣ ଜଣେ ନ୍ୟାୟବନ୍ତ ଧର୍ମବନ୍ତ ରାଜା ବୋଲି ହଁ ମଉସା ସେଇଥିପାଇଁ ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆପଣଙ୍କ ନିକଟକୁ ଆସିଛି ମହାରାଜ ବହୁତ ବଡ଼ ଆଶା ଆକାଂକ୍ଷା ନେଇ ଆସିଛି ଆପଣଙ୍କ ନିକଟକୁ ମଉସା ମହାରାଜ ଆପଣଙ୍କ ଆଶା ଆକାଂକ୍ଷା ନିଶ୍ଚୟ ପୂରଣ ହବ ମଉସା ନିଶ୍ଚୟ ପୂରଣ ହବ ତାହେଲେ କୁହନ୍ତୁ ନା ମଉସା କୁହନ୍ତୁ ମହାରାଜ ମଉସା କ'ଣ ବା କହିବି ମୋ ଦୁଃଖର ବାରତା କୁହନ୍ତୁ ନା ମଉସା କୋଉଠୁ ଆରମ୍ଭ କରିବି କୋଉଠି ଶେଷ କରିବି ମଉସା କିଛି ଜାଣିପାରୁନି ମହାରାଜ ମଉସା ଏକ ଗରିବ ଚାଷୀ ପରିବାରରେ ମୋର ଜନ୍ମ ମଉସା ମୁଁ ଆଉ ମୋ ସ୍ତ୍ରୀ ରୂପା ହଁ ମଉସା ହଁ ମହାରାଜ ମୁଁ ଆଉ ମୋ ସ୍ତ୍ରୀ ରୂପା ଆନନ୍ଦରେ ଚଲି ଆସୁଥିଲି ମଉସା ହସ ଖୁସିର ସଂସାରଟିଏ ଥିଲା ମୋର ବହୁତ ଆନନ୍ଦରେ ଚଲୁଥିଲେ ବହୁତ ଖୁସିର ସହିତ ଚଲୁଥିଲେ ହଁ ମଉସା ସେହି ଖୁସିରେ
ଭଗବାନ ଆହୁରି ମଧ୍ୟ ଖୁସିଟେ ଦେଲେ ମହାରାଜ। ଭଗବାନ ଆହୁରି ମଧ୍ୟ ଖୁସିଟେ ଦେଲେ। ଆହୁରି ମଧ୍ୟ ଖୁସିଟେ ଦେଲେ କି ହଁ ମଉସା। ଏଇ କଅଁଳିଆ ଶିଶୁ ପୁତ୍ରଟିଏ ଜନ୍ମ ଦେଇ ମଉସା ମୁଁ ବହୁତ ଖୁସି ହେଲି ମହାରାଜ। ସତ କି ମଉସା? ଖୁସିରେ ନାଚି ଉଠିଲା ମନ ମୋର, ହଁ ମଉସା। ଖୁସିରେ ଫାଟି ଉଠିଲା ଛାତି ମୋର। ମଉସା କିନ୍ତୁ ମହାରାଜ କିନ୍ତୁ ପୁଣି କଣ ମଉସା? ଭଗବାନ ଖୁସିଟେ ଦେଇଗଲେ ସିନା, ହଁ ମଉସା। କିନ୍ତୁ ସେଇ ଖୁସିଟା କିଛି ମୁହୂର୍ତ୍ତ ପାଇଁ ରହିଗଲା। କିଛି ମୁହୂର୍ତ୍ତ ପାଇଁ ରହିଗଲା। ହଁ ମହାରାଜ, ଏଇ କଅଁଳିଆ ଶିଶୁଟାକୁ ହଁ ମଉସା। ଜନ୍ମ ଦେବା କିଛି କ୍ଷଣ ପରେ ମଉସା ତା ମା ମଉସା ଆମ ଦି ବାପ ପୁଅକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲା ମଉସା। ମାତୃହରା ହେଇଗଲା ପୁଅଟା ମୋର। ମଉସା କିଏ ଦେବ ମାର ମମତା, କିଏ ଦେବ ମାର ସ୍ନେହ? ଏହି କଥା ଭାବିଲା ବେଳକୁ ମୁଁ ଆଉ ସହ୍ୟ କରିପାରୁନି ମହାରାଜ। ମଉସା ମୁଁ ଆଉ ସହ୍ୟ କରିପାରୁନି। ହେ ଭଗବାନ, ଇଏ ମୁଁ କଣ ଶୁଣିବାକୁ ପାଉଛି? ମଉସା ତାହେଲେ ଆପଣ ମନରେ କଣ ସ୍ଥିର କରି ଅଛନ୍ତି, ଆଉ କଣ କହିବାକୁ ଚାହାନ୍ତି? କୁହନ୍ତୁ ମଉସା କୁହନ୍ତୁ। ମହାରାଜ ମଉସା କଣ ବା କହିବି ଆଉ, ମଉସା ଅତି ଗରିବ ମଣିଷଟି, ହଁ ମଉସା। ଅସହାୟ ମଣିଷଟି, ମଉସା ନିରୁପାୟ ମଣିଷଟି। ହଁ ମଉସା। ମତେ ତ ଦିବେଲା ଦିମୁଠା ଖାଇବା ପାଇଁ ମିଳୁନି ମହାରାଜ। ମଉସା ଏଇ କଅଁଳିଆ ଶିଶୁ ପାଇଁ କୁଆଡୁ କ୍ଷୀର ଆଣିବି କହିଲେ ଦେଖି? ମଉସା ମୁଁ ଭାବୁଛି, ଆପଣ କଣ ଭାବୁଛନ୍ତି ମଉସା? ହଁ ମହାରାଜ, ମୁଁ ଭାବୁଛି କି ଏଇ କଅଁଳିଆ ଶିଶୁଟାକୁ ହଁ ମଉସା। ତଣ୍ଟି ଚିପି ମାରିଦେବି। ମଉସା ଇଏ ଆପଣ କଣ କହୁଛନ୍ତି ମଉସା? ସେଇ କଅଁଳିଆ ଶିଶୁକୁ ତଣ୍ଟି ଚିପି ମାରିଦେବେ? ନା ମଉସା ନା। ଆଉ ଶେଷରେ ମୁଁ ମଧ୍ୟ ମରିଯିବି ମଉସା ଇଏ ଆପଣ କଣ କହୁଛନ୍ତି ମଉସା? ଆଉ କଣ କରିବି ମହାରାଜ? ଦବା ନବାର କଥା ତ ସେଇ ଉପର ବାଳାଙ୍କ ହାତରେ ଅଛି। ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ ମଉସା। ଆମେ ତ ଗୋଟାଏ ଗୋଟାଏ ତୁଚ୍ଛ ମଣିଷ। ଆପଣ ଏମିତି ଧୈର୍ଯ୍ୟ ହରା ହୁଅନ୍ତୁନି ମଉସା। ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ। ମତେ କିଛି ଗୋଟେ ବିଚାର କରିବାକୁ ଦିଅନ୍ତୁ ମଉସା। ମତେ କିଛି ଗୋଟେ ବିଚାର କରିବାକୁ ଦିଅନ୍ତୁ। ଠିକ ଅଛି ମହାରାଜ। ହଁ ମଉସା। ଆଲୋ ଏ ସାନରାଣୀ ସ୍ୱରୂପା, ସ୍ୱାମୀ ସେଇ ବୃଦ୍ଧ ମଉସା ଜଣକ କଣ କହିଗଲେ ଶୁଣିଲ ତ? ହଁ ସ୍ୱାମୀ। ତାଙ୍କ ସେଇ କଅଁଳିଆ ଶିଶୁଟାକୁ ତଣ୍ଟି ଚିପି ମାରିଦେବାକୁ କହୁଛନ୍ତି। ପୁତ୍ର ନଥିଲା ଲୋକେ କେମିତି ସହିବେ? ସ୍ୱାମୀ ଆଲୋ ଏ ମହାରାଣୀ, ପୁତ୍ର ନଥିଲା ଲୋକେ କାଶୀ କ୍ଷେତ୍ର ଗଙ୍ଗା ଗଳେ ସୁଧା ନ ମିଳଇ ପୁତ୍ର। ହଁ ସ୍ୱାମୀ। ହଁ ସୁରେଖା, ଆଉ ଗୋଟେ କଥା ଜାଣିଛ? ସ୍ୱାମୀ ବଡ ରାଣୀ ସୁରେଖାକୁ ବାହା ହେଇକି 10 ବର୍ଷ ବିତିଗଲା। ସ୍ୱାମୀ ଦେବଦେବ ମହାଦେବ ନଦେଲେ କୋଳରେ ଏକ ସନ୍ତାନ। ଆଉ ତମକୁ ମଧ୍ୟ ବାହା ହେଇକି 5 ବର୍ଷ ବିତିଗଲାଣି। ସ୍ୱାମୀ ମା ମଙ୍ଗଳା ନଦେଲେ କୋଳରେ ଏକ ଉତ୍ତରାଧିକାରୀ। ସ୍ୱାମୀ ସ୍ୱରୂପା କର୍ମର ଲେଖନ କି କରିବ ଆନ? ହଲୋ। ଭାଗ୍ୟରେ ଯାହା ଲେଖା ଅଛି ତାହା ନିଶ୍ଚୟ ଭୋଗିବାକୁ ପଡ଼ିବ ସ୍ୱାମୀ, ନିଶ୍ଚୟ ଭୋଗିବାକୁ ପଡ଼ିବ। ଆଲୋ ଏ ସ୍ୱରୂପା, ସ୍ୱାମୀ ଏଇଥିପାଇଁ ତ ଜନପ୍ରଜା ସମସ୍ତେ କହନ୍ତି ପୁତ୍ର ଦୁହିତାରେ ସିନା ସଂସାରର ସାର। ଆଉ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ପାଣିର ଜେଗାର ମହାରାଣୀ, ପାଣିର ଜେଗାର। ସ୍ୱାମୀ ସ୍ୱରୂପା ଆପଣ କଣ କହିବାକୁ ଚାହୁଁଛନ୍ତି ସ୍ୱାମୀ? ମୁଁ କଣ କହିବାକୁ ଚାହୁଁଛି ଶୁଣିବ ନା? ହଁ ସ୍ୱାମୀ। ଆଲୋ ଏ ସାନରାଣୀ, ସ୍ୱାମୀ ଆମେ କଣ ସେଇ କଅଁଳିଆ ଶିଶୁଟାକୁ ବଞ୍ଚେଇ ପାରିବାନି? ତମେ କଣ ମାର ସ୍ନେହ ମମତା ଦେଇପାରିବନି? କୁହ ସାନରାଣୀ ସ୍ୱରୂପା, କୁହ। ସ୍ୱାମୀ ସ୍ୱରୂପା ଏ ଆପଣ କଣ କହୁଛନ୍ତି ସ୍ୱାମୀ? ହଁ ସ୍ୱରୂପା। ମୁଁ ହଉଛି ଗୋଟିଏ ନାରୀ। ସ୍ୱରୂପା ମୁଁ କଣ ସେ କଅଁଳିଆ ଶିଶୁକୁ ମାର ସ୍ନେହ ମମତା ଭଲ ପାଇବା ଦେଇପାରିବିନି? ସାନରାଣୀ ନିଶ୍ଚୟ ଦେଇପାରିବି ସ୍ୱାମୀ। ସତ କହୁଛ? ହଁ, ସେ କଅଁଳିଆ ଶିଶୁକୁ ଯଦି ମଉସାଙ୍କ ଇଚ୍ଛା ହୁଏ ମୁଁ ନିଜ ପୁତ୍ର ଭଳି ଲାଳନ ପାଳନ କରିବି। କେବେ ହେଲେ ଦୁଃଖ କଷ୍ଟ ବାଧା ଦେବିନି।
କାହିଁକି ନା ସ୍ୱାମୀ ଦୀର୍ଘ 5 ବର୍ଷ ପରେ ସେ କରୁଣାମୟୀ ମା ମଙ୍ଗଳା ଆମ ଡାକକୁ ଶୁଣି ପାରିଛନ୍ତି ସ୍ୱାମୀ। ଧନ୍ୟ ଧନ୍ୟ ସାନରାଣୀ ସ୍ୱରୂପା, ତମେ ଧନ୍ୟ। ସ୍ୱାମୀ ତମେ ଗୋଟେ ଉପାୟର ବାଟ ଖୋଜି ଦେଇଛ। ମଉସା ମଉସା ଆପଣ ପରା ଉପାୟର ବାଟ ଖୋଜୁଥିଲେ। ଉପାୟର ବାଟ ଏଇଆ ଯେ ଆପଣ ଯଦି ଚାହିଁବେ ଆମେ ତମ ସେଇ କଅଁଳିଆ ଶିଶୁଟାକୁ କୋଳେଇ ନେବୁ ମଉସା, କାଖେଇ ନେବୁ। ସାନରାଣୀ ସ୍ୱରୂପା ତାକୁ ମାର ସ୍ନେହ ମମତା ଦେଇପାରିବେ। ଆପଣ କଣ କହୁଛନ୍ତି ମହାରାଜ? ହଁ ମଉସା। ସତରେ ଆପଣ ମୋ ପାଖକୁ କୋଳେଇ ନେବେ? ହଁ ମଉସା, ରାଣୀମା ଆପଣ ସତରେ ମୋ ପାଖକୁ କୋଳେଇ ନେବେ? ହଁ ମୁଁ ନିଜ ପୁତ୍ର ଭଳି ଲାଳନ ପାଳନ କରିବି ମଉସା। ମୁଁ କେମିତି ବିଶ୍ୱାସ କରିବି ମହାରାଜ? ମଉସା କି ଆପଣ ମୋ ପୁଅକୁ କୋଳେଇ ନେବେ, କାଖେଇ ନେବେ ବୋଲି ମୁଁ କେମିତି ବିଶ୍ୱାସ କରିବି? ମଉସା ତାହେଲେ ଆପଣ କଣ କଲେ ବିଶ୍ୱାସ କରିବେ? ମୁଁ ସେଇ କଅଁଳିଆ ଶିଶୁ ପାଇଁ କିଛି ବି କରିପାରେ। କୁହନ୍ତୁ ନା ମଉସା, କୁହନ୍ତୁ ମତେ କଣ କରିବାକୁ ହବ? ସତ୍ୟ 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 କରିପାରିବେ ତ ମହାରାଜ? ହଁ ମଉସା। ପାରିବେ ତ ଉଦୟନଗର ନରେଶ? ହଁ ମଉସା, ମୁଁ ନିଶ୍ଚୟ ପାରିବି। ଆପଣ ସତ୍ୟ କରିପାରିବେ ତ? ହଁ ମଉସା। ଏଇ 10 ଦିଗ 10 ପାଳ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି କହିପାରିବେ କି ଆପଣ ମୋ ପାଖକୁ କୋଳେଇ ନେବେ, କାଖେଇ ନେବେ ବୋଲି? କୁହନ୍ତୁ ମହାରାଜ। ହଁ ମଉସା, ସେ କଅଁଳିଆ ଶିଶୁ ପାଇଁ ମୁଁ ନିଶ୍ଚୟ ସତ୍ୟ କରିପାରିବି। ମଉସା ଆଜି ଉଦୟନଗର ନରେଶ ରାଜା ବିଜୟ ସେନ ସମସ୍ତଙ୍କ ସାମ୍ନାରେ ତଥା ଚନ୍ଦ୍ର ସୂର୍ଯ୍ୟ 10 ଦିଗ 10 ପାଳକୁ ରାଖି ସତ୍ୟ କରୁଛି, ତମ ସେଇ କଅଁଳିଆ ଶିଶୁଟାକୁ ନିଜ ସନ୍ତାନ ଭଳି ମୁଁ ଲାଳନ ପାଳନ କରିବି। ଏଇ ଦୁନିଆ ଆଗରେ ମୁଣ୍ଡ ଟେକି ବାଟ ଚାଲିବାର ପରିଚୟ ଦେବି। ଭବିଷ୍ୟତରେ ଉଦୟନଗରରେ ଉତ୍ତରାଧିକାରୀ ମଧ୍ୟ କରେଇବି। ଏ ହଉଛି ରାଜା ବିଜୟ ସେନଙ୍କ ଅଟଳ ବାଣୀ। ଧନ୍ୟ ମଉସା। ଧନ୍ୟ ମହାରାଜ। ହଁ ମଉସା। ଧନ୍ୟ ତବ ନ୍ୟାୟ, ଧନ୍ୟ ତବ ବିଚାରଧାରା। ମଉସା ଏଇଥିପାଇଁ ତ ଏଇ ସମଗ୍ର ଜନବାସୀ କହନ୍ତି କି ଆପଣ ଜଣେ ନ୍ୟାୟବନ୍ତ ଧର୍ମବନ୍ତ ବୋଲି। ହଁ ମଉସା। ସତରେ ଆପଣ ନ୍ୟାୟବନ୍ତ ଧର୍ମବନ୍ତ। ମଉସା ଆଜି ମୁଁ ବହୁତ ଖୁସି ହେଲି। ଧନ୍ୟ ତବ ନ୍ୟାୟ, ଧନ୍ୟ ତବ ବିଚାରଧାରା। ମଉସା। ଆଜି ମୁଁ ବହୁତ ଖୁସି ମହାରାଜ। ହଁ ମଉସା। ଆଜି ମୁଁ ବହୁତ ଖୁସି। ମଉସା এই ধন ତୁ କାନ୍ଦନା ରେ ଶୁଣ, ତୁ କାନ୍ଦିଲି ପରା। এই ମୋ ପଞ୍ଚ ପାହାଟ କାନ୍ଦି ଉଠିଲେ। ତୁ କାନ୍ଦିଲି ପରା, এই ମୋ ପଞ୍ଚ ପ୍ରାଣଟା କାନ୍ଦି ଉଠେ। ତୁ କାନ୍ଦନା ରେ ଶୁଣ, ଆଜି ଦିନଠୁ ତୁ କାନ୍ଦିବୁନି ରେ ଧନ। ଆଜି ଦିନଠୁ ତୁ କାନ୍ଦିବୁନି। ଆଜି ଦିନଠୁ ତୋର କାନ୍ଦିବାର ଦିନ ଗଲା ରେ ଶୁଣ। ଆଜି ଦିନଠୁ ତୋର କାନ୍ଦିବାର ଦିନ ଗଲା। ଆଜି ଦିନଠୁ ତୁ ସବୁଦିନ ପାଇଁ ହସିବୁ ରେ ଧନ। ତୁ ସବୁଦିନ ପାଇଁ ହସିବୁ। ଗଜଦନ୍ତ ପଲଙ୍କି ଶୟନ କରିବୁ। ସୁବର୍ଣ୍ଣ ଥାଳିରେ ଅନ୍ନ ଭକ୍ଷଣ କରିବୁ ରେ ଧନ। ସୁବର୍ଣ୍ଣ ଥାଳିରେ ଅନ୍ନ ଭକ୍ଷଣ କରିବୁ। ତୋର କାନ୍ଦିବାର ଦିନ ଗଲା ରେ ଧନ। ତୋର କାନ୍ଦିବାର ଦିନ ଗଲା। ଆଜି ଦିନଠୁ ତୁ ସବୁଦିନ ପାଇଁ ହସିବୁ ରେ সোনা। ସବୁଦିନ ପାଇଁ ହସିବୁ। ମହାରାଜ ମଉସା। ଆଜି ଏ ବୁଢା ବାପଟା, ହଁ ମଉସା। ହଁ ମହାରାଜ, ଆଜି ଏ ବୁଢା ବାପଟା ବାସୁଦେବ ସାଜି। ହଁ ମହାରାଜ, ମଉସା। ଆଜି ଏ ବୁଢା ବାପଟା ବାସୁଦେବ ସାଜି ଯଶୋଦା କୋଳକୁ ବଢେଇ ଦେଉଛି ତାର ଅଳି ଅଝଟିଆ କାହ୍ନାକୁ। ମହାରାଜ ତାର ଅଳି ଅଝଟିଆ କାହ୍ନାକୁ। ଦେବକୀ କୋଳରୁ ଜନ୍ମି ଯଶୋଦା କୋଳକୁ
যে পিতা বাসুদেব সাজি ঝুরি ঝুরি মরি যায় তোকে দিলি আশীর্বাদ রাখিবু রে টেক তোতে লাগু মঙ্গায়ুষ তু রাখিবু রে যশ চালি যা রে চালি যা রে চালি যা রে মো হৃদপিণ্ড গুণ প্রদীপ তোর মঙ্গল কামনা করে বাপ তোর মঙ্গল কামনা করে বাপ দেবকী কোড়ରୁ জন্মি যশোদা কোড়କୁ কাহ୍ନু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় দেবকী কোড়ରୁ জন্মি যশোদা কোড়କୁ কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় আশীর্বাদ তু রাখিবু রে আয়ুষ তু রাখিবু রে যশ চালি যা রে চালি যা রে চালি যা রে তোর মঙ্গল কামনা করে বাপ তোর মঙ্গল কামনা করে বাপ তোর মঙ্গল কামনা করে বাপ ରାଣୀମା ମଉସା ଏ ମୋ ଛାତିର କଳିଜାଟାକୁ ଆପଣଙ୍କ ହାତରେ ଟେକି ଦେଇଛି ମଉସା ତାକୁ କେବେ ଦୁଃଖ ଦୁର୍ଦ୍ଦଶା ଦେବିନି ତାକୁ କଷ୍ଟ ଦେବିନି ରାଣୀମା ନା ମଉସା ନା ଆପଣ ବାସୁଦେବ ସାଜି ମୋ ହସ୍ତରେ ଟେକି ଦେଇଛନ୍ତି ଯେତେବେଳେ ନିଶ୍ଚୟ ମୁଁ ନିଜ ପୁତ୍ର ଭଳି ଲାଳନ ପାଳନ କରିବି କେବେ ହେଲେ ଦୁଃଖ କଷ୍ଟ ବାଧା ଦେବିନି ମଉସା କେବେ ହେଲେ ଦୁଃଖ କଷ୍ଟ ବାଧା ଦେବିନି ମଉସା ଆଜି ଦିନଠୁ ସେ ଆମ ପୁତ୍ର କେବେ ମଧ୍ୟ ତାକୁ ବାଧା ବିଘ୍ନ ଝଡ଼ ଝଞ୍ଜା ଛୁଇଁବାକୁ ଦବୁନି ମଉସା କେବେ ମଧ୍ୟ ଝଡ଼ ଝଞ୍ଜା ବାଧା ବିଘ୍ନ ଛୁଇଁବାକୁ ଦବୁନି ଆପଣ ନିଶ୍ଚିନ୍ତରେ ରୁହନ୍ତୁ ମଉସା ଆପଣ ନିଶ୍ଚିନ୍ତରେ ରୁହନ୍ତୁ ଏଥର ମୁଁ ଆସୁଛି ମହାରାଜ ମଉସା ତାହେଲେ ମୋତେ ଯିବା ପାଇଁ ଦିଅନ୍ତୁ ଗଲାବେଳେ ଗୋଟାଏ କଥା ମଉସା କୁହନ୍ତୁ ମହାରାଜ ଆପଣ ଭୁଲିଯିବେନି ଆପଣ ବେଳେ ବେଳେ ଦେଖା କରିବାକୁ ଆସିବେ ମଉସା ଆପଣ ବେଳେ ବେଳେ ଦେଖା କରିବାକୁ ଆସିବେ ମଉସା
ମହାରାଜ ମଉସା ଏ ପିଣ୍ଡରେ ଯଦି ପ୍ରାଣଟା ଥିବ ମଉସା ମହାରାଜ ଏ ପିଣ୍ଡରେ ଯଦି ପ୍ରାଣଟା ଥିବ ମଉସା ଆଉ ଏ ଦେହରେ ଯଦି ନିଶ୍ୱାସଟା ଚଳ ପ୍ରଚଳନ ହେଉଥିବ ମଉସା ମହାରାଜ ଏ ପିଣ୍ଡରେ ଯଦି ପ୍ରାଣଟା ଥିବ ମଉସା ଆଉ ଏ ଦେହରେ ଯଦି ନିଶ୍ୱାସଟା ଚଳ ପ୍ରଚଳନ ହେଉଥିବ ମଉସା ତାହେଲେ ମୁଁ ନିଶ୍ଚୟ ଆସିବି ମହାରାଜ ହଁ ମଉସା ମୁଁ ନିଶ୍ଚୟ ଆପଣ ଆସିବି। ନିଶ୍ଚୟ ଆସିବେ ଆଉ ମୁଁ ଯଦି ସବୁଦିନ ପାଇଁ ଉପରକୁ ଚାଲି ଯାଇଛି ଆଉ ମୁଁ ଯଦି ସବୁଦିନ ପାଇଁ ଉପରକୁ ଚାଲି ଯାଇଥାଏ ମଉସା ତାହେଲେ ଉପରେ ଥାଇ ମଉସା ତାର ମଙ୍ଗଳ କାମନା କରିବି ମହାରାଜ ମଉସା ତାର ମଙ୍ଗଳ କାମନା କରିବି ତାକୁ ଆଶୀର୍ବାଦ ଦେବି ମଉସା ହଁ ମହାରାଜ ତାକୁ ଆଶୀର୍ବାଦ ଦେବି ହଁ ମଉସା ତାହେଲେ ମୁଁ ଆସୁଛି ମହାରାଜ ହଁ ମଉସା ଆସୁଛି ରାଣୀମା ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ମହାମନ୍ତ୍ରୀ ଚୂଡ଼ାମଣି ଆଜ୍ଞା ରାଜେଶ୍ୱର। ଏଇ ବୃଦ୍ଧ ମଉସାକୁ ସହ ସମ୍ମାନେ ଆମ ରାଜ୍ୟ ମହଲର ସିଂହ ଦ୍ୱାର ଠାରେ ଛାଡ଼ି ଆସ ମହାମନ୍ତ୍ରୀ ତାହେଲେ ଠିକ ସହ ଅଛି ସମ୍ମାନେ ଛାଡ଼ି ଆସ ତାହେଲେ ଠିକ ଅଛି ରାଜେଶ୍ୱର। ଚୂଡ଼ାମଣି ଚାଲନ୍ତୁ ମଉସା। ହେ ଠାକୁରେ ଏ ଆପଣ କଣ କଲେ ଠାକୁରେ ଏ ଆପଣ କଣ କଲେ ଏଇ ବୃଦ୍ଧ ମଉସା କଣ ଏ ପୁଣ୍ୟ ସଂସାରରେ ପାପର ଘର ତଳିଥିଲେ କୁହନ୍ତୁ ଠାକୁରେ କୁହନ୍ତୁ ଏଇ ନିରୀହ ଶିଶୁ କଣ ଏ ପୁଣ୍ୟ ସଂସାରରେ ପାପୀ ମଣିଷ ଯେଉଁ ଶିଶୁ ପୁତ୍ରକୁ ଜନ୍ମ ହେଲା ମାତ୍ରକେ ମାତୃହରା କରିଦେଲ ଆଜି ପୁଣି ପିତୃହରା କରିଦେଲ ନା ଠାକୁରେ ପିତୃହରା କରିଦେଲ ନା ଏଇ ବୃଦ୍ଧା ମଉସା ଜଣକ ହଉଛନ୍ତି ଆମ ପାଇଁ ଭଗବାନ ସିଏ ଭଗବାନ ସ୍ୱରୂପରେ ଆସିଥିଲେ ସନ୍ତାନକୁ ସନ୍ତାନ ଦେଇ ସେ ଆର ପାରିକୁ ଚାଲିଗଲେ ହେ ଠାକୁରେ ଆପଣଙ୍କୁ ଟିକିଏ ସୁଖ ତ ମାଗିଥିଲେ ହେଲେ ଆପଣ କଣ କଲେ ଠାକୁରେ ସେଇ ସୁଖ ବଦଳରେ ଆପଣ ଦୁଃଖ ଦେଇଗଲେ ଠାକୁରେ ଆପଣ ଦୁଃଖ ଦେଇଗଲେ ସୁଖ ଖୋଜୁ ଖୋଜୁ ଉଡ଼ି ଯାଏ ବେଳ ଆଶାର ସକାଳ ଲୁହର ପଖାଳ ଜୀବନ ଗଛରେ ଯାତନାର ଡାଳ ପରମ ଗୁରେ ଭାଗ୍ୟଟିଏ ଫଳ ବଞ୍ଚି ଥାଇ ମରେ ମରି ମରି ବଞ୍ଚି
ମହାମନ୍ତ୍ରୀ ଚୂଡ଼ାମଣି, ଏଥର ଆସ ମହାମନ୍ତ୍ରୀ, ଏଇ ମଉସାର ମୂର୍ତ୍ତ ଦେହକୁ ସହ ସମ୍ମାନେ ଘେନିଯିବା ସେଇ ମଶାଣୀ ଭୂମିକୁ। ରାଜନୀତି ରୀତି ହିସାବରେ ଶବ ସଂସ୍କାର କରିବା ମହାମନ୍ତ୍ରୀ, ଶବ ସଂସ୍କାର କରିବା। ପୁଣ୍ୟ ସଂସାର